ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମାର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆପଣ ଯଦି OTT 2026 ହଉ କିମ୍ବା ଏଟି ବା ଜୁନିୟର ଟିଚର 2026 ପାଇଁ ପ୍ରିପେୟାର ହେଉଛନ୍ତି, ଏ ଭିଡ଼ିଓଟା ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। କାରଣ ଏଥିରେ ମୁଁ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର କିଛି ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବି, ଯେଉଁଥିରେ କି ଆମେ ଡିସ୍କସନ୍ କରିବା ପୁରା ଫୁଲ୍ ଆମର ପେଡାଗୋଜିଟା କଭର ହେଇଯିବ ଗୋଟିଏ ଭିଡ଼ିଓରେ। ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିଲା, ଇନଫର୍ମେଟିଭ୍ ଲାଗିଲା, ଭିଡ଼ିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନଟି ଅଲରେ ସେଟ୍ କରିଦେବେ। ତେଣୁ ଯିବା କ୍ୱେଶ୍ଚନ୍ କ'ଣ ଅଛି ଦେଖିବା। ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି? ଥର୍ନଡାଇକଙ୍କ ପ୍ରଯତ୍ନ ପ୍ରମାଦ ଶିକ୍ଷଣର ଦ୍ୱିତୀୟ ପରୀକ୍ଷଣ କେଉଁ ଜୀବ ଉପରେ କରାଯାଇଥିଲା? ହେଲା, ତେଣୁ କ'ଣ କହିଲା, ଯୋଉ ଆମର ଥର୍ନଡାଇକ ଦେଇଥିଲେ କ'ଣ ଟ୍ରାଏଲ ଆଣ୍ଡ ଏରର ମେଥଡ, ସେଇଥିରେ ସିଏ ଦ୍ୱିତୀୟ ଥର ପାଇଁ ଯୋଉ ପରୀକ୍ଷଣ କରିଥିଲେ ସେ କୋଉ ଜୀବ ଉପରେ ପରୀକ୍ଷଣ କରିଥିଲେ? ଅପସନ ଟି କ'ଣ ଅଛି? କୁକୁର, ବିରାଡ଼ି, ମୂଷା, ସିମ୍ପାଞ୍ଜି। ହେଲା, ଏଠି କନଫ୍ୟୁଜନ ହେଇପାରନ୍ତି ଯେ କୋଉଟା ଠିକ ହବ। ହେଲା, ତେଣୁ ଏଟାର ସଠିକ ଉତ୍ତର ହବ କ'ଣ ନା ମୂଷା ହବ। କାରଣ ପ୍ରଥମ ଥର ପାଇଁ ସେ ପରୀକ୍ଷା କରିଥିଲେ କାହା ଉପରେ ନା ବିରାଡ଼ି ଉପରେ। ଯଦି କ୍ୱେଶ୍ଚନ ଦିଏ ଯେ ଥର୍ନଡାଇକ କାହା ଉପରେ ପରୀକ୍ଷା କରିଥିଲେ, ତେଣୁ ବୋଥ ବି ଏଣ୍ଡ ସି ହବ, ବିରାଡ଼ି ଆଉ ମୂଷା। କିନ୍ତୁ ମନେ ରଖିଥିବେ ପ୍ରଥମ ଥର ପାଇଁ ସେ କ'ଣ ନା କେଟ୍ ଉପରେ ପରୀକ୍ଷା କରିଥିଲେ, ଯାହା ଦ୍ୱାରା କି ସେ ଯୋଉ ଫଳାଫଳ ନିୟମଟା ସେ ବାହାର କରିଥିଲେ। ତାପରେ ସେ ପରୀକ୍ଷା କରିଥିଲେ ଦ୍ୱିତୀୟ ଥର ପାଇଁ କାହା ଉପରେ କରିଥିଲେ ନା ମୂଷା ଉପରେ କରିଥିଲେ। ହେଲା, ସଠିକ ଉତ୍ତର ତେଣୁ ଏଟା ମୂଷା ହବ। ତେଣୁ ମନେ ରଖିଥିବେ ଏଟା ଟିକେ ଟ୍ରିକି କ୍ୱେଶ୍ଚନ ଟା। ପରବର୍ତ୍ତୀ କ୍ୱେଶ୍ଚନ ରହିଛି ପରିପକ୍ୱନ ଏକ ଡେସ୍, ସେଟା କି ମ୍ୟାଚୁରେସନ କହିଥାଏ, ସେଟା କ'ଣ? ଅପସନ ଗୋଟେ କ'ଣ ରହିଛି? ମନସ୍ତାତ୍ତ୍ୱିକ ପ୍ରକ୍ରିୟା, ମାନସିକ ପ୍ରକ୍ରିୟା, ନା ଶିକ୍ଷଣ ପ୍ରକ୍ରିୟା, ନା ଜୈବିକ ପ୍ରକ୍ରିୟା। ଗୋଟେ ସାଇକୋଲୋଜିକାଲ ପ୍ରୋସେସ, ନା ମେଣ୍ଟାଲ ପ୍ରୋସେସ, ନା ହଉଛି ଲର୍ଣ୍ଣିଂ ପ୍ରୋସେସ, ନା ବାୟୋଲୋଜିକାଲ ପ୍ରୋସେସ। ତେଣୁ ଆମେ ମ୍ୟାଚୁରେସନ କାହାକୁ କହିବା? ସଠିକ ଉତ୍ତରଟି କ'ଣ ହବ ନା ଜୈବିକ ପ୍ରକ୍ରିୟା ବା ବାୟୋଲୋଜିକାଲ ପ୍ରୋସେସ। ପରିପକ୍ୱନ ଗୋଟେ ଜୈବିକ ବା ଆମର ବାୟୋଲୋଜିକାଲ ଯେତେବେଳେ କ'ଣ ହୁଏ, କ'ଣ ଖାଲି ବୟସ ବଢିଗଲେ ଯେ ଗୋଟେ ପିଲା ମ୍ୟାଚୁରେସନ ହେଇଯିବ 15 ବର୍ଷ 18 ବର୍ଷ ହେଇଗଲେ, ସେମିତି ନାହିଁ। ବାୟୋଲୋଜିକାଲି ବା ଆମର ସେ ଫିଜିକାଲି ହଉ ବା ମାନସିକ ସ୍ତରରେ ହଉ, ସେ କ'ଣ ବାୟୋଲୋଜିକାଲି ସେ କ'ଣ ହେଇଥିବା ଦ୍ୱାରା ମାନେ କ'ଣ ଡେଭଲପ ହେଇଥିବା ଦରକାର। ସେତେବେଳେ ଆମେ ତାକୁ କହିବା କ'ଣ ମ୍ୟାଚୁରେସନ ହେଇଛି ବୋଲି। ପରବର୍ତ୍ତୀ ପ୍ରଶ୍ନ ରହିଛି ଅନ୍ତରଣ ପରୀକ୍ଷଣ କେଉଁ ଶିକ୍ଷଣ ତତ୍ତ୍ୱ ସହିତ ସଂଶ୍ଳିଷ୍ଟ? ଅନ୍ତରଣ ପରୀକ୍ଷଣ ହଉଛି କ'ଣ, ସେଟା କି ଆମେ କ'ଣ କହିଥାଉ? ट्रांसफर जो लर्निंग थ्योरी एसोसिएटेड विथ द ट्रांसफर ऑफ ट्रेनिंग। है ट्रांसफर ऑफ ट्रेनिंग कौन कहते हैं? अंतरण परीक्षण। है कौनटा सहित कौन थ्योरी सहित एटा रिलेटेड है कौन ट्रांसफर ऑफ ट्रेनिंग। तेणु ऑप्शन गोटे कौन रही? प्रजनन प्रमाद शिक्षण तत्व, ना अनुबंध शिक्षण तत्व, ना अंतर्दृष्टि शिक्षण तत्व, ना कौन से नुहे। ट्रायल एंड एरर सहित रिलेटेड अच्छी, ना कंडीशनिंग थ्योरी सहित रिलेटेड अच्छी, ना इनसाइटफुल लर्निंग सहित रिलेटेड अच्छी। तेणु यार सठिक उत्तर कौन हम ना ऑप्शन नंबर ए, जेटा कि प्रजनन प्रमाद सहित हम रिलेटेड हम कौन अंतरण, जेटा कि हम कौन लर्निंग थ्योरी है हमर का सहित एसोसिएटेड हम ना ट्रांसफर ऑफ ट्रेनिंग ऑफ ट्रायल एंड एरर मेथड। है ट्रायल एंड एरर सहित हमर अंतरण परीक्षण संश्लिष्ट अधिक। परवर्ती प्रश्न रही पारदर्शिता शिक्षण दृष्टि केउटी ठीक है, जेटा कि हम कौन कही मास्टरी लर्निंग पॉइंट ऑफ व्यू अनुसार कौनटा ठीक हो? मास्टरी लर्निंग क्या सहित रिलेटेड हम? ऑप्शन कौन रही? समस्त शिक्षार्थी निमंते शिक्षण लक्ष्य सामान हम, ना समस्त शिक्षार्थी शिक्षादान पद्धति सामान हम, ना हूँ समस्त शिक्षार्थी शिक्षण हार सामान हम जब कह मास्टरी लर्निंग, ना समस्त शिक्षार्थी शिक्षण समय सामान हम। है ऑप्शन कौन दीजिए? इक्वल लर्निंग एंड ऑब्जेक्टिव्स फॉर ऑल लर्नर्स, ना मेथड ऑफ टीचिंग इज इक्वल फॉर ऑल लर्नर्स, ना रेट ऑफ लर्निंग इज इक्वल फॉर ऑल लर्नर्स, ना लर्निंग टाइम इज इक्वल फॉर ऑल लर्नर्स। आम जो आम कौन कहला पारदर्शी शिक्षण कौन कह मास्टरी ऑफ लर्निंग, लर्निंग रे जो मास्टरी करदे माने कौटा ठीक हम? सठिक उत्तर होची ऑप्शन नंबर ए, जेटा समस्त शिक्षार्थी शिक्षण लक्ष्य सामान हम, माने ऑब्जेक्टिव सामान हम। या माने हूँ कौन जे गोटे क्लास रे समस्त उद्देश्य हमर गोटे थिया दरकार, किंतु ऑप्शन गुडा अलग गुडा कौन थिला समस्त शिक्षार्थी गोटे केवल शिक्षण जोटा कि शिक्षादान पद्धति सेटा हबनी। किए कौन हम ना आमर टीचर सेंटर रे बुझी पारथो, किए लर्नर सेंटर रे, किए लर्निंग सेंटर रे। तेणु सेटा सब अलग हो पारे। आ नेक्स्ट वाला कौन समस्त शिक्षार्थी शिक्षण हार, सेटा भी केबे हबनी। रेट ऑफ लर्निंग किए स्लो हेतिबो बुझी पारथो जदी पढौथिले, किए स्पीड पढेले भल लागु ताकू, तेणु एटा अलग अलग हो पारे। तापर लास्ट वाला कौन लर्निंग टाइम, समस्त समान टाइम, सेटा भी अलग माने गोटे भी हम जे समस्त समान टाइम। कम टाइम देले किछि पिला बुझी पारंती, किछि पिला को अधिक समय पर्यंत पढेले भी से माने बुझेले से बुझी पारंती। तेणु एटा अलग हो। तेणु हेला कौन ठीक उत्तर? ऑप्शन नंबर एटा ठीक है। समस्त ऑब्जेक्टिव टा समान होगा दरकार, उद्देश्य समान होगा दरकार। परवर्ती प्रश्न रहा पर्सनालिटी शब्दटी लाटिन रो कौन शब्द रो आसी? जेटा कि पर्सनालिटी शब्द रे रहला सेटा लाटिन रो कौन शब्द रो आसी? पर्सोना, पर्सनाल, पर्सोना, ना पर्सनाल। है
କାରଣ ଏଠି ୱାର୍ଡ ଗୁଡାକ ଦେଇଛି ଏଠି ଦେଖିଦେବେ ଟିକେ ହେଲା। ତେଣୁ କୋଉ ଲାଟିନ ଶବ୍ଦରୁ ଆସିଛି ପର୍ସନାଲିଟି ଯୋଉ ଶବ୍ଦଟା ସଠିକ ଉତ୍ତର ହେବ ଅପସନ ନମ୍ବର ସି, ଯୋଉଟା କି ପର୍ସନା, PERSONA ହେଲା। ଏଟା ଦେଖିଦେଇଛନ୍ତି PERSONA ପର୍ସନା ଶବ୍ଦରୁ ଆସିଛି। ପରବର୍ତ୍ତୀ ପ୍ରଶ୍ନ ରହିଲା ସାଙ୍କେତିକ ଭାଷା ପଦ୍ଧତି କେଉଁ ପ୍ରକାର ଶିକ୍ଷାର୍ଥୀ ମାନଙ୍କ ପାଇଁ ବିଶେଷ ଉପଯୋଗୀ ହେଲା। ଯେଟା କି ସାଇନ ଲାଙ୍ଗୁଏଜ କୋଉ ମାନଙ୍କ ପାଇଁ ମୋଷ୍ଟ ଏପ୍ରୋପ୍ରିଏଟ ହବ, ଦୃଷ୍ଟିହୀନ ମାନଙ୍କ ପାଇଁ, ଶ୍ରବଣ ବାଧିତ ପାଇଁ, ମାନସିକ ଅନଗ୍ରସର ପାଇଁ ନା ଶାରୀରିକ ଭିନ୍ନକ୍ଷମ ପାଇଁ। ସାଇନ ଲାଙ୍ଗୁଏଜ କାହା ପାଇଁ ଅଧିକ ଏପ୍ରୋପ୍ରିଏଟ ହବ ହେଲା। ତେଣୁ ଆମର ସଠିକ ଉତ୍ତରଟି କଣ ହବ ନା ଶ୍ରବଣ ବାଧିତ ପାଇଁ ହେଲା। ସାଙ୍କେତିକ ଭାଷା ହଉଛି କଣ ସାଇନ ଲାଙ୍ଗୁଏଜ ହେଲା। ସାଇନ ଲାଙ୍ଗୁଏଜ ଟା ମୋଷ୍ଟ ଏପ୍ରୋପ୍ରିଏଟ କାହା ସହିତ ହବ ନା ଶ୍ରବଣ ବାଧିତ ପିଲାମାନଙ୍କ ପାଇଁ ହବ ହେଲା। ସାଇନ ଲାଙ୍ଗୁଏଜ ଅପସନ ଆସିବ ଆପଣଙ୍କ ମୁଣ୍ଡରେ ଆସିବ ଦୃଷ୍ଟିହୀନ, ନା ଦୃଷ୍ଟିହୀନ ସାଇନ ଲାଙ୍ଗୁଏଜ ଦେଖିବ କେମିତିଆ, ତେଣୁ ମନେ ରହିବ କଣ ଶ୍ରବଣ ବାଧିତ, ଯେଉଁମାନେ ଶୁଣି ପାରୁନାହାନ୍ତି ସେମାନଙ୍କ ପାଇଁ ଆମେ ସାଇନ ଲାଙ୍ଗୁଏଜ ଟା ବ୍ୟବହାର କରିବା। ପରବର୍ତ୍ତୀ ପ୍ରଶ୍ନ ରହିଲା ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କ ଶିକ୍ଷା ନିମନ୍ତେ କେଉଁ ପ୍ରକାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଯେମାନେ ଭିନ୍ନକ୍ଷମ ବା ଆମର ଯୋଉ ଆମ ଡିଜେବଲ ଲର୍ନର୍ସ ମାନେ ଥାନ୍ତି ସେମାନଙ୍କ ପାଇଁ କୋଉ ପ୍ରକାର ଟିଚର ଆମର ଆପଏଣ୍ଟେଡ ହେଇଥାଏ। ଅପସନ ଗୁଡିକ କଣ ରହିଲା ସମ୍ବଳ ଶିକ୍ଷକ, ଦକ୍ଷ ଶିକ୍ଷକ, ଅଭିଜ୍ଞ ଶିକ୍ଷକ ନା ବିଷୟ ଶିକ୍ଷକ ହେଲା। ରିସର୍ଚ୍ଚ ଟିଚର, ଏଫିସିଏଣ୍ଟ ଟିଚର, ଏକ୍ସପିରିଏନ୍ସ ଟିଚର ନା ସବଜେକ୍ଟ ଟିଚର ହେଲା। ତେଣୁ ଯୋଉମାନେ ଡିଜେବଲ ଲର୍ନର ସେମାନଙ୍କ ପାଇଁ କୋଉ ପ୍ରକାର ଆମର ଶିକ୍ଷକ ଆପଏଣ୍ଟ ହେଇଥାନ୍ତି, ସଠିକ ଉତ୍ତର ହବ ଅପସନ ନମ୍ବର ଏ, ଯୋଉଟା କି ସମ୍ବଳ ଶିକ୍ଷକ ବା ରିସର୍ଚ୍ଚ ଟିଚର। ରିସର୍ଚ୍ଚ ଟିଚର କାହିଁକି ନା ସେମାନେ ଯୋଉ ଡିଜେବଲ ଷ୍ଟୁଡେଣ୍ଟ ମାନେ ବହୁତ ପ୍ରକାର ହେଇପାରନ୍ତି, କିଏ ଶ୍ରବଣ ବାଧିତ ହଉ, କିଏ ଦୃଷ୍ଟି ବାଧିତ ହଉ, ସେମାନଙ୍କ ଦ୍ୱାରା ତାଙ୍କ ପାଇଁ ବିଭିନ୍ନ ପ୍ରକାର କଣ ଥିବ ସାମଗ୍ରୀ ଥିବ, ଯେମିତି କି ବ୍ରେଲି ଲିପି ହଉଛି ଦୃଷ୍ଟି ବାଧିତ ପାଇଁ, ଶ୍ରବଣ ବାଧିତ ପାଇଁ ତାଙ୍କ ପାଇଁ ମେସିନ ଅଲଗା ପ୍ରକାର ଥାଇପାରେ, ଯେମିତି କି ଧର ଯୋଉ ହାତ ଗୋଡ କାହାର ନଥିବ, ତେଣୁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର କଣ ଥିବ ସାମଗ୍ରୀ ଥିବ ବା ଯନ୍ତ୍ର ଥିବ, ସେମାନଙ୍କୁ ଯୋଉ ଶିକ୍ଷକ ମାନେ ଥିବେ ସେମାନେ ଠିକ ଭାବରେ ଚଲେଇ ପାରୁଥିବା ଦରକାର ହେଲା। ତେଣୁ ସେମାନଙ୍କୁ କଣ କହିବା ରିସର୍ଚ୍ଚ ଟିଚର ବା ସମ୍ବଳ ଶିକ୍ଷକ ସେମାନେ ନିଶ୍ଚିତ ଭାବରେ ହେଇଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଜଣେ ବ୍ୟକ୍ତି ପ୍ରକୃତ ବୟସ ଠାରୁ ତାର ମାନସିକ ବୟସ କମ ହେଲେ ତାହାକୁ କୋଉ ଶ୍ରେଣୀରେ ଅନ୍ତର୍ଭୁକ୍ତ ହବ। ଯଦି ତାର କଣ ହବ ମେଣ୍ଟାଲ ଏଜ ଟା ଅପେକ୍ଷା ତାର ଯୋଉ କ୍ରୋନୋଲୋଜିକାଲ ଏଜ ଟା କଣ ହବ କମ ହବ ହେଲା। ତେଣୁ ତାକୁ ଆମେ କଣ ବୋଲି କହିବା। ଅପସନ କଣ ରହିଛି ନିମ୍ନ ସାଧାରଣ ବୁଦ୍ଧି ସମ୍ପନ୍ନ, ଅସାଧାରଣ ବୁଦ୍ଧି ସମ୍ପନ୍ନ ନା ଅତି ବୁଦ୍ଧି ସମ୍ପନ୍ନ ନା ହଉଛି ଶ୍ରେଷ୍ଠ ବୁଦ୍ଧି ସମ୍ପନ୍ନ। ମେଣ୍ଟାଲ ଏଜ ଯେଟା କି କଣ କୁହାଯାଏ ଆମର ମାନସିକର ଯେଟା ଅଛି, ଆଉ କ୍ରୋନୋଲୋଜିକାଲ ଏଜ ହଉଛି କଣ ଯେଟା କି ପ୍ରକୃତ ବୟସ ହେଲା। ତେଣୁ କ୍ରୋନୋଲୋଜିକାଲ ଏଜ କଣ କହିଛି ପ୍ରକୃତ ବୟସଟା ଠାରୁ ମାନସିକ ବୟସଟା କମ ହବ। ତେଣୁ ଆମେ ତାକୁ କଣ କହିବା, ଯେ ଧର ବୟସ ଥିବ 18 ସେ କିନ୍ତୁ କାମ କରୁଥିବ 15 ବର୍ଷ ଛୁଆ ଭଳିଆ ହେଲା। ତେଣୁ ମାନେ ବୁଝି ପାରୁଥିବା କାମ କରୁଥିବ 13 ବର୍ଷର ଛୁଆ ଭଳିଆ, ତେଣୁ ସେ କଣ କହିବ, ସେ ହଉଛି ନିମ୍ନ ସାଧାରଣ ବୁଦ୍ଧି ସମ୍ପନ୍ନ ହେଲା। ଯଦି ସେ ନିଜ ବୟସଠାରୁ ଅଧିକ, ଯେମିତି ପିଲା ଥାନ୍ତି 15 ବର୍ଷର ଛୁଆ କିନ୍ତୁ କଣ କରିବେ ନା ସେମାନେ +2 +3 ଏଜ ର ମ୍ୟାଥମେଟିକ୍ସ ବା ସାଇନ୍ସ ର କ୍ୱେଶ୍ଚନ ସଲ୍ଭ କରିପାରୁଥିବେ, ସେମାନଙ୍କୁ ଆମେ କଣ କହିବା ଅଧିବୁଦ୍ଧି ସମ୍ପନ୍ନ। ତେଣୁ ରିଲେଟ କରି ସବୁବେଳେ ମନେ ରଖିବେ। ମନେ ରହିଲା। ପରବର୍ତ୍ତୀ ପ୍ରଶ୍ନ ଗୋଟିଏ ଉତ୍ତମ ପରୀକ୍ଷଣ କେଉଁ ଗୁଣ ଥାଏ ହେଲା। ଗୋଟିଏ ଉତ୍ତମ ପରୀକ୍ଷଣରେ କୋଉ ଗୁଣ ଗୁଡାକ ଆମେ ତାର କୋଉ କୋଉ କ୍ୟାରେକ୍ଟରିଷ୍ଟିକ୍ସ ଥାଏ। ଅପସନ କଣ ରହିଲା ଉପଯୋଗିତା ଥିବ, ବିଶ୍ୱସନୀୟତା ଥିବ ନା ବୈଧତା ନା ଏ ସମସ୍ତ ହେଲା। ୟୁଜେବିଲିଟି ଥିବ, ରିଲାଏବିଲିଟି ଥିବ, ଭ୍ୟାଲିଡିଟି ଥିବ ହେଲା। ତେଣୁ ଆଉ ଅଲ ଅଫ ଦିସ୍ ଲାଷ୍ଟ ଅପସନ ରହିଲା। ତେଣୁ ଆମର ଗୋଟେ ଉତ୍ତମ ପରୀକ୍ଷଣର କୋଉ ଗୁଣଟା ଥିବ, ସଠିକ ଉତ୍ତର ହେବ ଅପସନ ନମ୍ବର ଡି, ଯେ ଏ ସମସ୍ତ ମାନେ ଉପଯୋଗିତା ଥିବ, ବିଶ୍ୱସନୀୟତା ଥିବ ଆଉ ବୈଧତା ଥିବ। ଭ୍ୟାଲିଡିଟି, ଭ୍ୟାଲିଡିଟି ମାନେ ହଉଛି ସର୍ଟରେ ଖାଲି କହିଦଉଛି, ବେଳେ ୟା ଭିତରେ ପକେଇଦିଏ। ବୈଧତା ବା ଭ୍ୟାଲିଡିଟି କାହା କହିବା ନା ଆମେ ଯାହା ମାପିବା ପାଇଁ ଚାହୁଁଛୁ ଆମର ଅବଜେକ୍ଟିଭ ବା ଆମ ଉଦ୍ଦେଶ୍ୟରେ ଯଦି ପୂର୍ଣ୍ଣ ରୂପେ ସାଧିତ ହଉଥିବ ହେଲା। ଯୋଉ ୟୁନିଟ୍ ଆମେ ପରୀକ୍ଷା କରିବା ପାଇଁ ଚାହୁଁଥିବା ବା ଯୋଉ ଦକ୍ଷତା ସେଟା ଯଦି ସାଧିତ ହଉଥିବ ତାକୁ ଆମେ କଣ କହିବା ବୈଧତା ଭ୍ୟାଲିଡିଟି ଅଛି। ବିଶ୍ୱସନୀୟତା ହଉଛି କଣ, ବିଶ୍ୱସନୀୟତା ହଉଛି ଆମେ ସେଇ ଆମର ପରୀକ୍ଷାଟାକୁ ଯେତେ ଥର କଲେ ବି ସେଇ ପିଲାଟା ସେମ ନମ୍ବର ପାଖାପାଖି ନମ୍ବର ଯଦି ରଖୁଥିବ ତାହେଲେ କଣ କହିବା ରିଲାଏବିଲିଟି ଅଛି ବା ବିଶ୍ୱସନୀୟତା ଅଛି। ନେକ୍ସଟ ରହିଲା କଣ ଉପଯୋଗିତା ବା ୟୁଜେବିଲିଟି। ୟୁଜେବିଲିଟି ହଉଛି କଣ ନା ସେ ଆମେ ପରୀକ୍ଷା ଯୋଉ ସ୍କୋରଟା ଆସିଲା ତାକୁ ଆମେ ଭବିଷ୍ୟତରେ ସେଇ ସ୍କୋରଟାକୁ ନେଇକି ଆମେ ଗୋଟେ ଆକଳନ କରିପାରିବା ଯେ ପିଲାଟା ସେତିକି ରଖିପାରିବ। ଯେମିତି କି ଆମେ ଗୋଟେ OTT ରେ ଧରାଯାଉ ଗୋଟେ ପିଲାଟେ ରଖିଲା 150 ରୁ କେତେ 120, ତେଣୁ ଆମେ ସେଇଠୁ ଧର 150 ରୁ 120 ରଖିଲା, ଆମେ ସେଇଠୁ ଆକଳନ କରିପାରିବା ଯେ ସିଏ ସିଟି ବା ଆମର ଜେଟି ରେ ନିହାତି ଭାବରେ କେତେ 80 ରୁ 85% ମାର୍କ ରଖିପାରିବ। ଏଇଟା ହଉଛି କଣ ଉପଯୋଗିତା। ଯଦି ନ ରଖିପାରିଲା ତାହେଲେ ସେଇଥିରେ ୟୁଜେବିଲିଟି ନାହିଁ ମାନେ ଭବିଷ୍ୟତରେ। ତେଣୁ ଏବେ ଏଇ କ୍ୱେଶ୍ଚନଟାକୁ ପଡୁଛି ଯେ କାହାକୁ କାହା ସହିତ କମ୍ପେୟାର କରିବା। ପରବର୍ତ୍ତୀ ପ୍ରଶ୍ନଟା ରହିଲା ଜଣେ ଶିକ୍ଷକ ଗଣିତରେ ଗୋଟିଏ ପରୀକ୍ଷଣ ପ୍ରସ୍ତୁତ କରି ଗୋଟିଏ ଦଳ ଛାତ୍ରଙ୍କୁ ପରୀକ୍ଷା କଲେ, ଏହାପରେ ମାନକୀକୃତ ପରୀକ୍ଷଣ ଦ୍ୱାରା ସେହି ଛାତ୍ର ଦଳକୁ ପରୀକ୍ଷା କଲେ। ଉଭୟ ସେଟ ନମ୍ବର ମଧ୍ୟରେ ସହସମ୍ବନ୍ଧ ନିର୍ଣ୍ଣୟ କରିବାରୁ ସହସମ୍ବନ୍ଧ r = +0.90 ହେଲା। ଏଥିରୁ ସେ ପ୍ରସ୍ତୁତ କରାଯାଇଥିବା ପରୀକ୍ଷଣ ସମ୍ବନ୍ଧରେ କଣ ଜଣାଗଲା ହେଲା। ତେଣୁ ଯେଟା ଆପଣଙ୍କୁ ବୁଝେଇଲି ସେଇ କ୍ୱେଶ୍ଚନଟା ଦେଲା, ଖାଲି କଣ ଲାଙ୍ଗୁଏଜ ଦେଲା। ତେଣୁ ଏଠି କଣ ଦେଇଛି ଅପସନ ଗୁଡିକ, ଏହା ବୈଧ ପରୀକ୍ଷଣ ହବ ନା ଏହା ଏକ ବିଶ୍ୱସନୀୟ ପରୀକ୍ଷଣ ହବ ନା ଏହା ଏକ ବସ୍ତୁନିଷ୍ଠ ପରୀକ୍ଷଣ ହବ ନା ଏହା ଏକ ଉଦ୍ଦେଶ୍ୟ ଭିତ୍ତିକ ହବ। ସେଇଗୋଟା ଭ୍ୟାଲିଡିଟି, ରିଲାଏବିଲିଟି, ଅବଜେକ୍ଟିଭିଟି ଆଉ ଟେଷ୍ଟ ଇଜ ଅବଜେକ୍ଟିଭ ବେସ୍ଡ ହେଲା। ଅବଜେକ୍ଟିଭ ବେସ୍ଡ ହଉଛି କଣ ନା ଯେଟା କି ଆମେ କଣ କରିବା ନା ଗୋଟେ ଯେ ଉଦ୍ଦେଶ୍ୟଟା ନେଇଥିବା
ସେ ଗୋଟେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ସାଧ୍ୟ କରୁଥିବ ହେଲା। ତେଣୁ ୟାର ସଠିକ ଉତ୍ତରଟି କଣ ହବ? କଣ ଥିବ ସେଇଥିରେ? ନା ଅପସନ ନମ୍ବର ଏ କି ବୈଧ ହେଲା। ଭ୍ୟାଲିଡିଟି ମାନେ ସେଟା ଠିକ ଅଛି। ବୁଝିପାରିଲେ? ଏଇ ଯୋଉ r = 0.90 r ହଉଛି କଣ ନା ସେଟ ର ଯୋଉ କଣ ଅଛି ସେଟା ନା ମାର୍କ ଯୋଉ ଦିଟା ରଖିଲେ ତା ଭିତରେ ରିଲେସନ କେତେ 0.90 ତେଣୁ ସେ କଣ ହେଲେ ଏଟା ବୈଧ ହବ ମାନେ ସେ ତା ଭିତରେ ଯେଉଁ ଉଦ୍ଦେଶ୍ୟ ପାଇଁ ନେଇଥିଲେ ସେଟା ତାହେଲେ ଠିକ ଅଛି। ଯଦି କହିଥାନ୍ତା ବାରମ୍ବାର ପରୀକ୍ଷା କଲେ ଧର ଯୋଉ ଗୋଟେ ଦେଇଥିଲେ ଛୁଆଙ୍କୁ ପରୀକ୍ଷା କରିବା ପାଇଁ ତାପରେ ମାସେ ପରେ ସେଇ କ୍ୱେଶ୍ଚନ ଟାକୁ ପୁଣି ଆଉଥରେ ପରୀକ୍ଷା କଲେ ସ୍କୋର ଟା ପାଖାପାଖି ସମାନ ହେଲା ସେତେବେଳେ କଣ କହିଥାନ୍ତେ ଆମେ ବିଶ୍ୱାସନୀୟତା ବା ରିଲେବୁଲ ହେଇପାରିବ। ବୁଝିପାରିଲେ ବୈଧତା ଆଉ ଯୋଉ ଆମର ବିଶ୍ୱାସନୀୟତା ଭିତରେ ଫରକ। ତାପର କ୍ୱେଶ୍ଚନ ଟି ଅଛି କଣ କେଉଁ ଉକ୍ତିରେ ଠିକ ଅଛି? ବିକାଶ ବଂଶଗତ ଓ ପରିବେଶ ପ୍ରଭାବ ଉପରେ ପର୍ଯ୍ୟବେସିତ ନୁହେଁ। ବିକାଶ ନିର୍ଦ୍ଦିଷ୍ଟ ଦିଗରେ ଗତି କରେ ନାହିଁ ହେଲା। ପ୍ରତ୍ୟେକ ବ୍ୟକ୍ତି ବିକାଶ ଧାରା ସ୍ୱତନ୍ତ୍ର ପ୍ରତ୍ୟେକ ବ୍ୟକ୍ତି ବିକାଶ ଧାରାବାହିକ ନୁହେଁ ହେଲା। ତେଣୁ ୟା ଭିତରୁ କୋଉ ସେଣ୍ଟେନ୍ସ ଟା ଠିକ ଅଛି ଆମର କଣ ବିକାଶ ଉପରେ ଯେଟା କି ଡେଭଲପମେଣ୍ଟ ଉପରେ କୋଉ ସେଣ୍ଟେନ୍ସ ଟା ତାର ଯୋଉ ପ୍ରିନ୍ସିପଲ ରହିଛି ତାପରେ ଠିକ ଅଛି। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କି ପ୍ରତ୍ୟେକ ବ୍ୟକ୍ତିର ବିକାଶ ଧାରା ସ୍ୱତନ୍ତ୍ର ମାନେ ପ୍ରତ୍ୟେକ ବ୍ୟକ୍ତି ଭିତରେ କଣ ହେଇଥିବ ଇଣ୍ଡିଭିଜୁଆଲ ଡିଫରେନ୍ସ ଥିବ। ସିଏ ଆମର ହେଇପାରେ କଣ ବୟସ ଅନୁସାରେ ଅଲଗା ଥିବ ବା ଲିଙ୍ଗ ତେଣୁ ସମସ୍ତଙ୍କର ଡେଭଲପମେଣ୍ଟ ଅଲଗା ଅଲଗା ଥାଏ କିନ୍ତୁ ଆମର କଣ ହେଇଥିବ ନା ବିକାଶ ନିର୍ଦ୍ଦିଷ୍ଟ ଦିଗରେ ଗତି କରିନି ଏଟା ଭୁଲ ଅଛି ନା ନିର୍ଦ୍ଦିଷ୍ଟ ଦିଗରେ ଗତି করে ଆଗେ କଣ ପିଲାଟି ଆଣ୍ଠେଇବ ତାପରେ ଠିଆ ହବ ତାପରେ ଦୌଡ଼ିବ କିନ୍ତୁ ଆପଣ କହିବେ ପିଲାଟି ଦୌଡ଼ିବ ତାପରେ ଆଣ୍ଠେଇବ ନା ବିକାଶ ଦିଗରେ ଗତି କରେ ତେଣୁ ଏଟା ଭୁଲ ରହିଲା। ବିକାଶ ବଂଶଗତ ପରିବେଶ ପ୍ରଭାବରେ ପର୍ଯ୍ୟବେସିତ ନୁହେଁ ନା ପର୍ଯ୍ୟବେସିତ ହେଲା ତେଣୁ ଏଟା ସବୁ ପ୍ରିନ୍ସିପଲ ଗୁଡାକ ଦେଖିଲେ ଏଟା ସେମିତି ଷ୍ଟେଟମେଣ୍ଟ ବେସ୍ଡ ରେ କ୍ୱେଶ୍ଚନ ଟା ଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ବିକାଶର କେଉଁ ପର୍ଯ୍ୟାୟରେ ଶିଶୁ କଳ୍ପନା ପ୍ରିୟ ହୋଇଥାଏ ହେଲା। ଯୋଉ ପର୍ଯ୍ୟାୟ ଗୁଡାକ ଦେଇଥିଲେ ହେଲା ଯେମିତି କି ଇନଫାନ୍ସି ପ୍ରି ଚାଇଲ୍ଡହୁଡ ଏଡୋଲସେନ୍ସ ଆଉ ଲେଟର ଚାଇଲ୍ଡହୁଡ ଯେଟା କି ଶୈଶବ ଅବସ୍ଥା ଆଦ୍ୟ ବାଲ୍ୟ ଅବସ୍ଥା କୈଶୋର ଅବସ୍ଥା ଆଉ ପରବର୍ତ୍ତୀ ବାଲ୍ୟ ଅବସ୍ଥା ହେଲା କୋଉଟାରେ ଶିଶୁ କଣ ହୁଏ ନା ହଉଛି ଇମାଜିନେଟିଭ ବା ଆମର କଳ୍ପନା ପ୍ରିୟ ଅଧିକ ହେଇଥାଏ ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କି ଆଦ୍ୟ ବାଲ୍ୟ ଅବସ୍ଥା ମନେ ରଖିଥିବେ ପ୍ରି ଚାଇଲ୍ଡହୁଡ ରେ ପିଲାଟି କଣ କରେ ନା ସିଏ କଳ୍ପନା ପ୍ରିୟ ଅଧିକ ହେଇଥାଏ। ଛୋଟ ଛୋଟ ପିଲା ଦେଖି କେତେ 3 ରୁ 4 ବର୍ଷ ପିଲାମାନେ କଣ କରୁଥିବେ ସେ ସବୁ ଜିନିଷ ଜାଣିବା ପାଇଁ ଚେଷ୍ଟା କରୁଥିବେ ହେଲା କଳ୍ପନା କରୁଥିବେ ପଚାରୁଥିବେ ଏଇଟା କଲେ କଣ ହବ ଏଇଟା କଲେ କଣ ହବ ତାଙ୍କ ଭିତରେ କଣ କଳ୍ପନା ପ୍ରିୟ ବା ଇମାଜିନେଟିଭ ଆସିଥାଏ ଯେ କଣ ହବ କଣ ନାହିଁ ଏମିତି ଆସିଥାଏ କଣ ଆମର ଇୟରଲି ଚାଇଲ୍ଡହୁଡ ରେ। ପରବର୍ତ୍ତୀ ପ୍ରଶ୍ନ ରହିଲା ପାବ୍ଲୋ କେଉଁଠାରେ ପ୍ରଥମେ ତାଙ୍କର ଅନୁବନ୍ଧ ଶିକ୍ଷଣ ତତ୍ତ୍ୱ ପରୀକ୍ଷଣ କରିଥିଲେ ହେଲା ଯୋଉ ପାବ୍ଲୋର ଏକ୍ସପେରିମେଣ୍ଟ କରିଥିଲେ କଣ ଯୋଉ କଣ୍ଡିସନିଂ ଲର୍ଣ୍ଣିଂ ଥିଓରିଟା ସେ ପ୍ରଥମେ କାହା ଉପରେ ଆମର ପରୀକ୍ଷା କରିଥିଲେ ଅପସନ କଣ ରହିଲା ଲିଲିୟନ ଗାର୍ଡ ଉପରେ ନା ହଉଛୁ ଜୋହାନ୍ସବର୍ଗ ଉପରେ ନା କେପଟାଉନ ଉପରେ ନା ମେକ୍ସିକୋ ଉପରେ କୋଉ ଜାଗାଟାର ହେଲା କୋଉ କଣ୍ଟ୍ରିରେ ସିଏ କରିଥିଲେ। ସଠିକ ଉତ୍ତର ୟାର କଣ ହବ ନା ଅପସନ ନମ୍ବର ଏ ଯେଟା କି ଲିଲିୟନ ଗାର୍ଡ ହେଲା ଲିଲିୟନ ଗାର୍ଡ ରେ ମନେ ରଖିଥିବେ ଏଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପାବ୍ଲୋର ଯୋଉ ଆମର କଣ୍ଡିସନିଂ ଥିଓରିଟା ଦେଇଥିଲେ ସେ ପ୍ରଥମେ ଏକ୍ସପେରିମେଣ୍ଟ କରିଥିଲେ କୋଉଠି ନା ଲିଲିୟନ ଗାର୍ଡ ଉପରେ ଆମର ପରୀକ୍ଷଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ବୈଦିକ ବିକାଶର କେଉଁ ପର୍ଯ୍ୟାୟରେ ଶିଶୁର ଆତ୍ମକେନ୍ଦ୍ରିକ ବିକାଶ ଘଟିଥାଏ ଯେମିତି କି କଣ ନା ହଉଛି ଇଗୋ ସେଣ୍ଟ୍ରିକ ଯେଟା କି ନିଜ କଥା ସେ ଆଗେ ଭାବିବ ହେଲା। ପେଡାଗୋଜିରେ ଇଗୋ ମାନେ ନେଗେଟିଭ ନୁହେଁ ପଜିଟିଭ ମାନେ ସେ ଆଗେ ନିଜ କଥା ଭାବିବ ତାପରେ ଲୋକଙ୍କ କଥା ତେଣୁ ସେଇ କ୍ୟାରେକ୍ଟର ଟା ମାନେ ସେଇଟା ପିଲାଙ୍କ ଭିତରେ କୋଉ ଅବସ୍ଥାରେ ଆସିଥାଏ ଅପସନ କଣ ରହିଲା ସମ୍ବେଦୀ କାରକରେ ଆସିଥାଏ ନା ପ୍ରାକ୍ ସଂକାର୍ଯ୍ୟ ଧର୍ମୀରେ ଆସିଥାଏ ନା ମୂର୍ତ୍ତ ସଂକାର୍ଯ୍ୟ ଧର୍ମୀରେ ଆସିଥାଏ ନା ବିମୂର୍ତ୍ତ ସଂକାର୍ଯ୍ୟ ଧର୍ମୀ ଯେକି ଆମର ସେନ୍ସରୀ ମୋଟର ପ୍ରି ଅପରେସନାଲ କଂକ୍ରିଟ ଅପରେସନାଲ ଆଉ ଫର୍ମାଲ ଅପରେସନାଲ। ଆପଣ ମୁଁ ଗୋଟେ କାମ ଦେଲି ଆପଣ କମେଣ୍ଟ ସେକ୍ସନରେ ମତେ ଜଣେଇବେ ଏଇ ଯୋଉ ଷ୍ଟେଜ ଗୁଡାକ ଆପଣଙ୍କୁ କହିଲି ସେନ୍ସରୀ ମୋଟର ପ୍ରି ଅପରେସନାଲ କଂକ୍ରିଟ ଅପରେସନାଲ ଆଉ ଯୋଉ ଫର୍ମାଲ ଅପରେସନାଲ ଏଇଗୁଡାକ ଏଇ ଷ୍ଟେଜେସ ଗୁଡାକ କିଏ କୋଉ ସାଇଣ୍ଟିଷ୍ଟ ବା କୋଉ ସାଇକୋଲୋଜିଷ୍ଟ ଦେଇଥିଲେ ସେଟା ମତେ କମେଣ୍ଟ ସେକ୍ସନରେ ଲେଖିକି ଜଣେଇବେ। ବୁଝିପାରିଲେ? ତେଣୁ ୟାର ସଠିକ ଉତ୍ତର କଣ ହବ ଇଗୋ ସେଣ୍ଟ୍ରିକ ଯୋଉ ଥିଙ୍କିଂ ଟା ପିଲା ଠାରେ କେତେ ବୟସରେ ବା କୋଉ ପର୍ଯ୍ୟାୟରେ ଆସିଥାଏ ନା ଅପସନ ନମ୍ବର ବି ଯେଟା କି ପ୍ରାକ୍ ସଂକାର୍ଯ୍ୟ ଧର୍ମୀ ମାନେ ପ୍ରି ଅପରେସନାଲ ଷ୍ଟେଜରେ ତା ଭିତରେ ଇଗୋ ସେଣ୍ଟ୍ରିଜିମ ଭାବନାଟା ଆସିଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଲା ପିଲାମାନଙ୍କର କେଉଁ ପର୍ଯ୍ୟାୟରେ ଦଳଗତ ମନୋଭାବ ପରିବର୍ତ୍ତନ ହୋଇଥାଏ ହେଲା। ଏଟ ହ୍ୱାଟ ଷ୍ଟେଜ ଡେଭଲପମେଣ୍ଟ ଟର୍ମ ସ୍ପ୍ରିଣ୍ଟ ଅଫ ଚିଲଡ୍ରେନ ଚେଞ୍ଜେସ ହେଲା ଯୋଉ ଆମର ଦଳଗତ ଭାବଟା ଚେଞ୍ଜ ହେଇଥାଏ। ଅପସନ ଗୋଟେ କଣ ରହିଲା ବାଲ୍ୟାବସ୍ଥା ପ୍ରାକ୍ କୈଶୋର ଅବସ୍ଥା କୈଶୋର ଅବସ୍ଥା ନା ଆଦ୍ୟ ପରିଣତି ଅବସ୍ଥା ହେଲା ଚାଇଲ୍ଡହୁଡ ରେ ନା ଏଡୋଲସେନ୍ସ ରେ ନା ପ୍ରି ଏଡୋଲସେନ୍ସ ରେ ନା ଏଡୋଲସେନ୍ସ ରେ ନା ପ୍ରି ଏଡଲ୍ଟହୁଡ ରେ ଦଳଗତ ଯୋଉ ମନୋଭାବଟା ସେଟା ପରିବର୍ତ୍ତନ ହୋଇଥାଏ କୋଉ ଏଜ ରେ ସଠିକ ଉତ୍ତର ହବ ଅପସନ ନମ୍ବର ସି ଯୋଉଟା କି କୈଶୋର ଅବସ୍ଥା ହେଲା କୈଶୋର ଅବସ୍ଥାରେ ସେ କଣ ନା ଆମର ଦଳଗତ ଭାବରେ ରହିବା ପାଇଁ ଯୋଉ ମନୋଭାବଟା ସିଏ ସେଥିରେ ସେ କଣ ପୁରା ଦଳ ଭାବରେ ରହିବା ପାଇଁ ଚେଷ୍ଟା କରେ ତେଣୁ ସେତେବେଳେ ଚେଞ୍ଜ ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଲା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ତାରତମ୍ୟ ଚିହ୍ନଟ କରିବା
ପାଇଁ କେଉଁ ଭାଷାଗତ ଜ୍ଞାନ ଶିକ୍ଷକଙ୍କୁ ସାହାଯ୍ୟ କରେ ହେଲା। ଯୋଉ ଶିକ୍ଷାର୍ଥୀ ଭିତରେ ଯୋଉ ବ୍ୟକ୍ତିଗତ ତାରତମ୍ୟ ବା ଇଣ୍ଡିଭିଜୁଆଲ ଡିଫରେନ୍ସ ଯୋଉ ରହିଲା ସେଟାକୁ ଶିକ୍ଷକଙ୍କୁ କଣ କରିବା ପାଇଁ ମାନେ କୋଉ ଆମର କଣ ବିଷୟଗତ ଜ୍ଞାନକୁ ଶିକ୍ଷକଙ୍କୁ ସାହାଯ୍ୟ କରିଥାଏ। ଅପସନ କଣ ରହିଲା ଶୈକ୍ଷିକ ସମାଜ ତତ୍ତ୍ୱ ନା ଶୈକ୍ଷିକ ମନୋବିଜ୍ଞାନ, ଶିକ୍ଷା ଦର୍ଶନ, ଶିକ୍ଷା ବିଜ୍ଞାନ ହେଲା। ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ତାରତମ୍ୟ ଚିହ୍ନଟ କରିବା ପାଇଁ ଯୋଉ ଇଣ୍ଡିଭିଜୁଆଲ ଡିଫରେନ୍ସ ପିଲାଙ୍କ ଭିତରେ ଅଛି କୋଉ ଭାଷା ବିଷୟଗତ ଜ୍ଞାନ ଶିକ୍ଷକଙ୍କୁ ସାହାଯ୍ୟ କରେ ମାନେ କଣ ପଢିବା ଦ୍ୱାରା ସେ ଜାଣିପାରିବେ ଯେ ପିଲାଙ୍କ ଭିତରେ ଇଣ୍ଡିଭିଜୁଆଲ ଡିଫରେନ୍ସ ୟା ଭିତରେ ଏଇ ଗୁଣ ସବୁ ରହିଛି ଜାଣିପାରିବେ ହେଲା। ବଢିଆ କ୍ୱେଶ୍ଚନ ଏଟା ଦେଲା ହେଲା। ତେଣୁ ସଠିକ ଉତ୍ତର ୟାର କଣ ହବ ଅପସନ ନମ୍ବର ବି ଯେଟା କି କଣ ଶୈକ୍ଷିକ ମନୋବିଜ୍ଞାନ। ଟିଚର ଭିତରେ ଯଦି ଶୈକ୍ଷିକ ମନୋବିଜ୍ଞାନ ବା ଏଜୁକେଶନାଲ ସାଇକୋଲୋଜି ଯଦି ଥିବ ସେ ଜାଣିପାରିବେ ଯେ ପିଲାଙ୍କ ଭିତରେ ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି କୋଉ ପିଲା କେମିତି ଭାବରେ ଅଲଗା ସେ ସେଟା ଜାଣିପାରିବେ ଯଦି ଶୈକ୍ଷିକ ମନୋବିଜ୍ଞାନ ବା ଏଜୁକେଶନାଲ ସାଇକୋଲୋଜି ତାଙ୍କ ଭିତରେ ଥିବ। ମନେ ରହିବ। ତାପରେ ହଉଛି ପରବର୍ତ୍ତୀ କ୍ୱେଶ୍ଚନ ନିମ୍ନଲିଖିତ ଲବ୍ଧାଙ୍କ ମଧ୍ୟରୁ ମଧ୍ୟମା କେତେ ହେଲା। ମଧ୍ୟମା 3 5 4 9 8 ମଧ୍ୟମା ବାହାର କରିବା ପାଇଁ ହଉଛି କଣ ନା ଆମର ସବୁକୁ ଏଡ କରିଦେବେ ଡିଭାଇଡ ଯେତେଟା ସଂଖ୍ୟା ଥିବ ତାକୁ କରିଦେବେ। ତେଣୁ ୟାର ସଠିକ ଉତ୍ତର କଣ ହବ ଏଟା ସିମ୍ପଲ ସେମିତି ଫର୍ମୁଲା ପକେଇଦେବେ ବାହାରିଯିବ। ସଠିକ ଉତ୍ତର ହବ ଅପସନ ନମ୍ବର ସି ଯେଟା କଣ 5 ହେଲା। ୟାର ମଧ୍ୟମା ବାହାରିବ କେତେ ନା 5 ବାହାରିବ। ପରବର୍ତ୍ତୀ କ୍ୱେଶ୍ଚନ କେଉଁଟି କାର୍ଯ୍ୟ ମାଧ୍ୟମ ଶିକ୍ଷଣ ପଦ୍ଧତିର ଅନ୍ତର୍ଭୁକ୍ତ ହେଲା ଯେଟା କି ଆମର କଣ ଆକ୍ଟିଭିଟି ବେସ୍ଡ ଲର୍ଣ୍ଣିଂ ଏ ଭିତରୁ କୋଉଟା ହେଲା। ଆକ୍ଟିଭିଟି ବେସ୍ଡ ରହିଛି ତେଣୁ ଅପସନ କଣ ରହିଛି ଆଲୋଚନା ପଦ୍ଧତି, ପ୍ରକଳ୍ପ ପଦ୍ଧତି, ଅଭ୍ୟାସ ପଦ୍ଧତି ନା ବର୍ଣ୍ଣନା ପଦ୍ଧତି ୟା ଭିତରୁ କୋଉଟା ଆମର ଆକ୍ଟିଭିଟି ବେସ୍ଡ। ଆକ୍ଟିଭିଟି ବେସ୍ଡ ମାନେ ହେଉଛି କଣ ପିଲାମାନେ ଯୋଉଥିରେ ସାଧାରଣ କଥାରେ ଏଟା ମନେ ରଖିଥାନ୍ତୁ ପିଲାମାନେ ଯୋଉଥିରେ ନିଜେ କାମ କରୁଥିବେ ସେଇଟା ହଉଛି କଣ ଆକ୍ଟିଭିଟି ବେସ୍ଡ। ପିଲାମାନେ ନିଜେ କରୁଥିବେ ଦି ଜ୍ଞାନ ନିର୍ମାଣ କରୁଥିବେ ସେଇଟା ହଉଛି ଆକ୍ଟିଭିଟି ବେସ୍ଡ। ତେଣୁ ଏ ଭିତରୁ କୋଉଟା ହବ କୋଉଥିରେ ପିଲାମାନେ ନିଜେ କାମ କରୁଥିବେ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ଯାକି ପ୍ରକଳ୍ପ ପଦ୍ଧତି ବା ପ୍ରୋଜେକ୍ଟ ମେଥଡ ହେଲା। ପ୍ରୋଜେକ୍ଟ ମେଥଡରେ ପିଲାମାନେ ନିଜେ କାମ କରୁଥିବେ। ପ୍ରୋଜେକ୍ଟ ମେଥଡ ଟା ଆମର ବେଶୀ ପପୁଲାର କରିଥିଲେ କିଏ କିଲପାଟ୍ରିକ ମନେ ରଖିଥିବେ ବେଳେବେଳେ ପଚାରେ ପ୍ରୋଜେକ୍ଟ ମେଥଡ କରିଥିଲେ କିଏ ନା କିଲପାଟ୍ରିକ ଫେମସ କରିଥିଲେ। ଜନ୍ ଡୁଇ ଫାଷ୍ଟ ଦେଇଥିଲେ କିନ୍ତୁ ଲର୍ଣ୍ଣିଂ ବାଇ ଡୁଇଂ ଟା ଦେଇଥିଲେ କିନ୍ତୁ ତାକୁ ଫେମସ କରିଥିଲେ କି ନା କିଲପାଟ୍ରିକ। ପରବର୍ତ୍ତୀ କ୍ୱେଶ୍ଚନ ଅଛି ନିମ୍ନଲିଖିତ ଉପାଦାନ ମାନଙ୍କ ମଧ୍ୟରୁ ଶିକ୍ଷାର୍ଥୀ କେନ୍ଦ୍ରିକ ପାଠ୍ୟକ୍ରମ କାହାର ଅଧିକ ଗୁରୁତ୍ୱ ହେଲା। ଯୋଉଟା କି ଲର୍ଣ୍ଣର ସେଣ୍ଟରରେ ଯୋଉ ଏଇ ଯୋଉ କରିକୁଲମରେ ସେଟାର ଇମ୍ପୋର୍ଟାଣ୍ଟ ସବୁଠୁ କିଏ ଥାଏ ଶିକ୍ଷକ, ଶିଶୁ, ବିଷୟବସ୍ତୁ ନା ପରିବେଶ ହେଲା। ଲର୍ଣ୍ଣର ସେଣ୍ଟରରେ ସାଧାରଣତଃ କିଏ ଆମର ଇମ୍ପୋର୍ଟାଣ୍ଟ ଥାଏ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ଯାକି ଶିଶୁ ବା ଲର୍ଣ୍ଣର୍ସ ବା ଚିଲଡ୍ରେନ ହେଲା। ସିଏ ଅଧିକ ଇମ୍ପୋର୍ଟାଣ୍ଟ ଥାନ୍ତି ମାନେ ସିଏ ଆକ୍ଟିଭ ରହିବା ଦରକାର ଲର୍ଣ୍ଣର ସେଣ୍ଟର ମାନେ। ପରବର୍ତ୍ତୀ ପ୍ରଶ୍ନ ହେଲା ଦୃଷ୍ଟି ଦୋଷଯୁକ୍ତ ଶିକ୍ଷାର୍ଥୀ କେଉଁ ସ୍ୱତନ୍ତ୍ର ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହେଲା। ଯୋଉ ଭିଜୁଆଲି ଇମ୍ପାର୍ଟ ଯୋଉ ଲର୍ଣ୍ଣର ସେ କୋଉ ଆମ କ୍ୟାଟାଗୋରୀ ଯିବ ଡିଜାବୁଲ ଯୋଉ କ୍ୟାଟାଗୋରୀ ଗୁଡାକ ଅଛି ସିଡବ୍ଲ୍ୟୁଏସଏନ ଯୋଉ ଦେଇଥିଲା ମାନସିକ ଅସୁବିଧାଗ୍ରସ୍ତ ନା ଆର୍ଥିକ ଅସୁବିଧାଗ୍ରସ୍ତ ନା ସାମାଜିକ ଅସୁବିଧାଗ୍ରସ୍ତ ନା କୌଣସିଟି ନୁହେଁ ହେଲା। ଦୃଷ୍ଟି ଦୋଷଯୁକ୍ତ ଶିକ୍ଷାର୍ଥୀ କୋଉଥିରେ ଯିବ ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି ଯାକି କୌଣସିଟି ନୁହେଁ। ସେ ମାନସିକ ଅନୁଗସ୍ତରେ ଯିବନି ଆର୍ଥିକ ବି ହବନି ଆଉ ସାମାଜିକରେ ବି ଅସୁବିଧାଗ୍ରସ୍ତରେ ବି ହବନି ହେଲା। ତେଣୁ କୌଣସିଟି ନୁହେଁ ଠିକ ହବ। ତାପର କ୍ୱେଶ୍ଚନ ରହିଲା ପିଆଜେଙ୍କ ମତ ଅନୁସାରେ ବୈଦିକ ବିକାଶର ସ୍ଥୂଳ ସଂକାର୍ଯ୍ୟଧର୍ମୀ ପର୍ଯ୍ୟାୟର ହାରାହାରି ବୟସ କେତେ। ଯୋଉ ସ୍ଥୂଳ ସଂକାର୍ଯ୍ୟଧର୍ମୀ ଆମର ସେଟା କଣ କହିଥାଉ ନା ଆମର ଯୋଉ କଂକ୍ରିଟ ଅପରେସନାଲ ଯେଟା ହେଲା ସେ କଂକ୍ରିଟ ଅପରେସନାଲ ବୟସ ସୀମାଟା ହାରାହାରି କେତେ ଆମର ପିଆଜରେ ଯୋଉ ଦେଇଥିଲେ ମଧ୍ୟରୁ କେତେ 2 ରୁ 7 ବର୍ଷ, 7 ରୁ 12, 12 ରୁ 17 ନା 18 ରୁ ଉର୍ଦ୍ଧ୍ୱ ହେଲା। ସଠିକ ଉତ୍ତର ୟାର କଣ ହବ ନା ଅପସନ ନମ୍ବର ବି ଯେଟା କି 7 ରୁ 12 ବର୍ଷ ହେଲା। ଫାର୍ଷ୍ଟ ଆମର ହଉଛି ପ୍ରାକ୍ ସଂକାର୍ଯ୍ୟ ତାପରେ ସ୍ଥୂଳ ସଂକାର୍ଯ୍ୟ ସେଇ ଅନୁସାରେ ଚେଞ୍ଜ ହେଇକା ଯିବ। ଲାଷ୍ଟରେ ଫର୍ମାଲ ଅପରେସନ ରହିବ ଆଉ। ତେଣୁ 2 ରୁ 7 ରୁ 12 ହେଲା କଣ କଂକ୍ରିଟ ଅପରେସନାଲ ବା ଆମର କଣ ସ୍ଥୂଳ ସଂକାର୍ଯ୍ୟ ଧର୍ମୀ। ପରବର୍ତ୍ତୀ ପ୍ରଶ୍ନ ଶିକ୍ଷଣ ପ୍ରଗତିଶୀଳ ପୁନର୍ବଳନ ବ୍ୟବହାର ଗ୍ରହଣ ପ୍ରକ୍ରିୟା ଏହି ଉକ୍ତିଟା କିଏ କହିଥିଲେ ହେଲା। ଏଟା ଆମର ଷ୍ଟେଟମେଣ୍ଟ ବେସ୍ଡ ଏଟା ଦେଇଛି କିଏ କହିଥିଲେ ଗେଟ୍ସ, କମ୍ବଲ, କେଭଲନ ନା ସ୍କିନର ହେଲା। ପୁନର୍ବଳନ ଯାହା ରିଏନଫୋର୍ସମେଣ୍ଟ ମନେ ରଖିଥିବେ କଣ ଯଦି ରିଏନଫୋର୍ସମେଣ୍ଟ ୱାର୍ଡ ଆସିଥିବ ତାହେଲେ ସେଟା ଦେଇଥିବେ କିଏ ଆମର ହଉଛି ସଠିକ ଉତ୍ତର ହଉଛି କଣ ଅପସନ ନମ୍ବର ଡି ଯେ କି ସ୍କିନର ହେଲା। ରିଏନଫୋର୍ସମେଣ୍ଟ ଦେଇଥିଲେ କି ନା ଆମ ସ୍କିନର ଦେଇଥିଲେ। ତେଣୁ ଯେତେବେଳେ ବି ଷ୍ଟେଟମେଣ୍ଟ ବେସ୍ଡ ଦେଖିବେ ରିଏନଫୋର୍ସମେଣ୍ଟ ୱାର୍ଡ ଟା ୟୁଜ କରାଯାଇଥିବ ତାହେଲେ ସେଠି ଦେଇଥିବେ କି ନା ସ୍କିନର ନିଶ୍ଚିତ ଭାବରେ ଦେଇଥିବେ। ପରବର୍ତ୍ତୀ ରହିଲା ପ୍ରାଥମିକ ସ୍ତରରେ ଅକ୍ଷର ଶିକ୍ଷାଦାନ ସମୟରେ ଲେଖିବା ଓ ଡାକିବା ଉପରେ ଗୁରୁତ୍ୱ ଦିଆଯାଏ ଏହା କେଉଁ ଶିକ୍ଷଣ ତତ୍ତ୍ୱ ଉପରେ ଆଧାରିତ ହେଲା। ଏଲିମେଣ୍ଟାରୀ ସ୍କୁଲରେ କଣ କରାଯାଏ ପ୍ରଥମେ ଲେଖିବା ଓ ଡାକିବାରେ ଗୁରୁତ୍ୱ ଦିଆଯାଏ ସେଟା କାହା ଉପରେ ପର୍ଯ୍ୟବେସିତ ଯେମିତି ଅପସନ କଣ ଅଛି ପ୍ରଯତ୍ନ ପ୍ରମାଦ ଉପରେ, ପର୍ଯ୍ୟବେକ୍ଷଣ ଶିକ୍ଷଣ ତତ୍ତ୍ୱ ଉପରେ, ଅନୁବନ୍ଧ ଶିକ୍ଷଣ ତତ୍ତ୍ୱ ଉପରେ ନା ଉପରୋକ୍ତ ସମସ୍ତ ହେଲା। ଟ୍ରାଏଲ ଆଣ୍ଡ ଏରର ନା ଅବଜରଭେସନ ଲର୍ଣ୍ଣିଂ ଥିଓରୀ ନା କଣ୍ଡିସନିଂ ଥିଓରୀ ନା ହଉଛି ଅଲ ଅଫ ଦା ଏବଭ। ତେଣୁ ୟାର ସଠିକ ଉତ୍ତର କଣ ହବ ପ୍ରାଇମେରୀ ଷ୍ଟେଜରେ କାହିଁକି ଡାକିବା ଆଉ ଲେଖିବାକୁ ଅଧିକ ପ୍ରାଧାନ୍ୟ ଦେଇଥାଏ ସଠିକ ଉତ୍ତର ଅପସନ ନମ୍ବର ସି ଏଟା କି ଅନୁବନ୍ଧିତ ଶିକ୍ଷଣ ତତ୍ତ୍ୱ ବା କଣ୍ଡିସନିଂ ଥିଓରୀ ଅଫ ଲର୍ଣ୍ଣିଂ ହେଲା। ଲେଖିବା ପଢିବା ଦ୍ୱାରା କଣ ହେଇଥାଏ କଣ୍ଡିସନିଂ ଥିଓରୀ ତାଙ୍କର
ସେମାନେ ରିଲେଟ୍ କରିପାରନ୍ତି ଯେ ଆମର କଣ ଲେଖିବା ପଢିବା ଦ୍ୱାରା ଆମ ଭବିଷ୍ୟତରେ ଆସିବ। ତେଣୁ ସେଥିପାଇଁ କଣ୍ଡିସନିଂ ଥିଓରି ଅନୁସାରେ ଆମେ ସେମାନଙ୍କୁ ଲେଖିବା ଡାକିବା ପାଇଁ କୁହାଯାଇଥାଏ ପ୍ରାଇମେରୀ ଲେଭେଲ ସ୍କୁଲରେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଅନଗ୍ରସର ଶିକ୍ଷାର୍ଥୀଙ୍କ ଠାରେ କେଉଁ ଲକ୍ଷଣଟି ପରିଲକ୍ଷିତ ହୁଏ? ଯେଉଁମାନେ ଅନଗ୍ରସର ବା ଆମର କଣ କହିଥାଉ ତାଙ୍କୁ ବ୍ୟାକୱାର୍ଡ ଲର୍ଣ୍ଣର ସେମାନେ ଥାନ୍ତି, ତାଙ୍କ ପାଖରେ କମ ପ୍ରକାର ଗୁଣ ଦେଖାଯାଏ। ବିଶ୍ଳେଷଣାତ୍ମକ ଦକ୍ଷତା ଥାଏ, ଉଦ୍ଦେଶ୍ୟ ଭିତ୍ତିକ ଆଚରଣ ଥାଏ, ସମ୍ମାନଜନକ ବୃଦ୍ଧି ନିମନ୍ତେ ଅଭିଳାଷ ଥାଏ, ନା ଧାରଣାର ପ୍ରକାଶର ଅକ୍ଷମତା ଥାଏ। ତେଣୁ ଯେହେତୁ ବ୍ୟାକୱାର୍ଡ ଲର୍ଣ୍ଣର୍ସ କହିଛି ତା ଭିତରେ ଦେଖିଦେବେ କୋଉଟା ନେଗେଟିଭ ଆମର ସେଣ୍ଟେନ୍ସଟା ଥିବ, ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି, ଯୋଉଟା କି ଧାରଣା ପ୍ରକାଶର ଅକ୍ଷମତା କହିଛି ହେଲା। ତେଣୁ ଏଇଟା ନେଗେଟିଭ ଇଏ, ତ ସେଥିପାଇଁ ଏଇଟା ସାଧାରଣ ଭାବରେ ଆପଣ କରିପାରିବେ, କିଛି ନାହିଁ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ଉକ୍ତିଟି ଠିକ ହବ? ବୃଦ୍ଧି ଏକ ମାନସିକ ପ୍ରକ୍ରିୟା, ଆଉ ସେକେଣ୍ଡ ଦେଲା କଣ ବିକାଶ ଏକ ଶାରୀରିକ ପ୍ରକ୍ରିୟା, ବୁଦ୍ଧି ଏକ ଗୁଣାତ୍ମକ ପ୍ରକ୍ରିୟା, ବିକାଶ ଏକ ମନସ୍ତାତ୍ତ୍ୱିକ ପ୍ରକ୍ରିୟା। ତେଣୁ ଗ୍ରୋଥ ଆଉ ଡେଭଲପମେଣ୍ଟ ପୁରା ଷ୍ଟେଟମେଣ୍ଟ ବେସ୍ଡ ଦେଇଦେଲା ଯେ କଣ ହବ। ତେଣୁ ଏହାର ସଠିକ ଉତ୍ତର କଣ ଡାଇରେକ୍ଟ ଏମିତି ଷ୍ଟେଟମେଣ୍ଟ ଅଛି, ସଠିକ ଉତ୍ତର ହବ କଣ ବିକାଶ ଏକ ମନସ୍ତାତ୍ତ୍ୱିକ ପ୍ରକ୍ରିୟା, যেটা କି ଡେଭଲପମେଣ୍ଟ ଇଜ ସାଇକୋଲୋଜିକାଲ ପ୍ରୋସେସ ହେଲା। ବୁଦ୍ଧି ଏକ ମାନସିକ ପ୍ରକ୍ରିୟା ହବନି, ବିକାଶ ଏକ ଶାରୀରିକ ପ୍ରକ୍ରିୟା ବି ହବନି, ବୋଥ ଫିଜିକାଲ ଆଉ ମେଣ୍ଟାଲ ହବ। ତେଣୁ ଏଟା ଭୁଲ ହେଲା। ବୁଦ୍ଧି ଏକ ଗୁଣାତ୍ମକ, ଗ୍ରୋଥ ଗୋଟେ କ୍ୱାଣ୍ଟିଟେଟିଭ ହବନି କ୍ୱାଲିଟେଟିଭ ହବ। କ୍ୱାଲିଟେଟିଭ ଦେଇଛି କିନ୍ତୁ କ୍ୱାଣ୍ଟିଟେଟିଭ ଟା ହବ ହେଲା, ମାନେ ଗୁଣାତ୍ମକ ଦେଇଛି, ଏଟା ଟିକେ ଭୁଲ ଦେଇଛି। ତେଣୁ ଲାଷ୍ଟ ହବ କଣ ବିକାଶ ଏକ ମନସ୍ତାତ୍ତ୍ୱିକ ପ୍ରକ୍ରିୟା, ମାନେ ସାଇକୋଲୋଜିକାଲ ହବ। ଇଏ ଆମର କ୍ୱାଲିଟେଟିଭ ହବ, କ୍ୱାଣ୍ଟିଟେଟିଭ ହବ ଡେଭଲପମେଣ୍ଟଟା। ତେଣୁ ଏଟା ଠିକ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ଯେଉଁମାନଙ୍କର ମନୋବୃତ୍ତି ରକ୍ଷଣଶୀଳ ସେମାନଙ୍କର ବ୍ୟକ୍ତିତ୍ୱ ରକ୍ଷଣଶୀଳ, ଏବଂ ଯେଉଁମାନଙ୍କର ମନୋବୃତ୍ତି ସକାରାତ୍ମକ ସେମାନଙ୍କ ବ୍ୟକ୍ତିତ୍ୱ ଏକ ସକାରାତ୍ମକ। ଏହା କିଏ କହିଥିଲେ? ସେଇଟା ବି ଷ୍ଟେଟମେଣ୍ଟ ବେସ୍ଡ ଦେଲା। ଅପସନ ଗୁଡା କଣ ଦେଇଛି ମାର୍ଟିନ ଫ୍ରେନ୍ସ, ମେଟା ଫସଲ, ଆଇସେନିକ, ନା ହଉଛି ମେକେ କ୍ଲାସ୍କି ହେଲା। ତେଣୁ ଏଇ ଷ୍ଟେଟମେଣ୍ଟ ଦେଇଥିଲେ କି ସଠିକ ଉତ୍ତର ହବ ଅପସନ ନମ୍ବର ଡି, ଯୋଉଟା କି ମେକ୍ କ୍ଲାସ୍କି ଦେଇଥିଲେ ଏଇ ଷ୍ଟେଟମେଣ୍ଟ ହେଲା। ଏ ଷ୍ଟେଟମେଣ୍ଟ ଦେଖି ଯାଇଥିବେ, ଦି ତିନିଟା କ୍ୱେଶ୍ଚନ ପଡୁଛି ତା ଭିତରୁ। ପରବର୍ତ୍ତୀ କରିକୁଲମର କ୍ୱେଶ୍ଚନଟା ଦେଲା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ ମାଧ୍ୟମରେ ପିଲାମାନଙ୍କୁ ଆହରଣ କରୁଥିବା ସାମଗ୍ରିକ ଅନୁଭୂତିକୁ ପ୍ରକାଶ କରିବା ପାଇଁ ନିମ୍ନୋକ୍ତ କେଉଁ ପଦଟି ବ୍ୟବହାର କରାଯାଇଥାଏ? ବିଦ୍ୟାଳୟରେ ଯୋଉ ସବୁ କାମ କରିଥାନ୍ତି, ଯଦି କାମ କଲା ପରେ ଯୋଉ ପ୍ରକାର ଜ୍ଞାନ ସେମାନେ ଆହରଣ କରିଥାନ୍ତି ତାକୁ ଆମେ କଣ କହିଥାଉ? ପାଠ୍ୟକ୍ରମ କହିଥାଉ, ନା ବିଷୟବସ୍ତୁ କହିଥାଉ, ନା ପାଠ୍ୟ ଟୀକା କହିଥାଉ, ନା ପାଠ୍ୟ ଖସଡା କହିଥାଉ? যেটা କି କରିକୁଲମ କହିଥାଉ, କଣ୍ଟେଣ୍ଟ ଲେସନ ପ୍ଲାନ, ନା ସିଲାବସ ହେଲା। ତେଣୁ ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ, যেটা କି କଣ କହିଥାଉ ଆମେ କରିକୁଲମ ବା ପାଠ୍ୟକ୍ରମ କହିଥାଉ। ପିଲାମାନେ ସ୍କୁଲରେ ଯୋଉ ସବୁ କାମ କରିଥାନ୍ତି ତା ଦ୍ୱାରା ଜ୍ଞାନ ନିର୍ମାଣ କରିଥାନ୍ତି ତାକୁ ଆମେ କଣ କହିଥାଉ? ପାଠ୍ୟକ୍ରମ ବା କରିକୁଲମ ବୋଲି କହିଥାଉ। ପରବର୍ତ୍ତୀ ପ୍ରଶ୍ନ ରହିଲା ଏଟାଡେ ଆମର ଯୋଉ ଲାଷ୍ଟ ଚାପ୍ଟର ଅଛି ପେଡାଗୋଜିର, ସେଇଟାରୁ ପଢିଛି ମାନକ ବିଚ୍ୟୁତି, ଯୋଉଟା ଶ୍ରେଣୀବଦ୍ଧ ହୋଇ ନଥିବା ଲବ୍ଧାଙ୍କ ଗୁଡିକର ମାନକ ବିଚ୍ୟୁତି ନିର୍ଣ୍ଣୟ କରିବାର ସୂତ୍ରଟା ଡାଇରେକ୍ଟ ଫର୍ମୁଲା ପଚାରି ଦେଇଛି କଣ ହବ ହେଲା। ତେଣୁ ଏଇଟା ଦେଖିଦେଇଥିବେ ଫର୍ମୁଲା ଗୁଡାକ, ଯେମିତି କି ଆମର ମିନ୍ ମିଡିଆନ ମୋଡର ଗୋଟେ ଫର୍ମୁଲା ଥିଲା, ଯୋଉ ମୋଡ ଇଜ ଇକ୍ୱାଲ ଟୁ 3 ମିଡିଆନ ମାଇନସ ଆମର 2 ମୋଡ, ସେଇଟା ଫର୍ମୁଲାଟା ସେଇଗୁଡାକ ଦେଖିଦେଇଥିବେ। ଆମ ପ୍ରୋବ୍ଲେମ ପଚାରି ପାରେ, ତେଣୁ ଏଠି ଡାଇରେକ୍ଟ ଫର୍ମୁଲା ପଚାରି ଦେଇଛି। ୟା ଭିତରୁ କୋଉଟା ଠିକ ହବ? ନା ଡି ଟା, ଆମର ଯୋଉ ଆମର କଣ ଅଛି ସमेसन x ସ୍କ୍ୱାର ବାଇ n ମାଇନସ ସमेसन ଅଫ fx ବାଇ n ର ହୋଲ ସ୍କ୍ୱାର ରୁଟ ଓଭର, ଏଟା ମାନକ ବିଚ୍ୟୁତିର କରେକ୍ଟ ଫର୍ମୁଲା ହେଲା। ତାପରେ 29 ନମ୍ବର କ୍ୱେଶ୍ଚନ ଦେଖିବା କଣ ଅଛି। ଗୋଟିଏ ବ୍ୟକ୍ତିର ଆଇକ୍ୟୁ ଦେଇଛି 150 ହେଲା, ମେଣ୍ଟାଲ ଏଜ ଦେଇଛି 30, ଆଉ କ୍ରୋନୋଲୋଜିକାଲ ଏଜ ପଚାରିଛି। ତେଣୁ ପ୍ରଥମେ ଆପଣ ଆଇକ୍ୟୁ ଫର୍ମୁଲାଟା ଜାଣିଥିବା ଦରକାର। ଆଇକ୍ୟୁ ଇଜ ଇକ୍ୱାଲ ଟୁ କଣ ହେଇଯିବ? ମେଣ୍ଟାଲ ଏଜ ଡିଭାଇଡ ବାଇ କ୍ରୋନୋଲୋଜିକାଲ ଏଜ ଇନଟୁ 100। ତେଣୁ ଯେହେତୁ ଆଇକ୍ୟୁ ଦେଇଛି, ଆଇକ୍ୟୁ ଜାଗାରେ ଏଠି 150 ଲେଖିଦେବେ। ତାପରେ ମେଣ୍ଟାଲ ଏଜ ଆପଣଙ୍କୁ ଦେଇଛି 30, ଏଠି 30 ପୁଟ୍ କରିଦେବେ। ତାପରେ କ୍ରୋନୋଲୋଜିକାଲ ଆରାମସେ ବାହାରିଯିବ, ଏଠି ଡିଭାଇଡ ହେଇକି ମଲ୍ଟିପ୍ଲାଏ ହେଇକି ଆରାମସେ ବାହାରିଯିବ। ତେଣୁ ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ସି, ଏଟା କି 20 ହେଲା। ତେଣୁ ଆମର ବାହାରିଗଲା କ୍ରୋନୋଲୋଜିକାଲ ଏଜଟା କେତେ? 20। ମାକା ହେଲା, ଏଇଟା ବାରମ୍ବାର କନଫ୍ୟୁଜ ହେଇଯାନ୍ତି। ମାକା ଏମ ଏ ବାଇ ସି ଏ ହେଲା, ମାକା କେଟା ଉପର ତଳ ହବ ଜାଣିପାରିବେନି, ତେଣୁ ମନେ ରଖିଥିବେ ମାକା ବୋଲି କହିବେ, ମାକା ଇନଟୁ 100 MA by CA mental age by chronological age। ତେଣୁ ଲାଷ୍ଟ କ୍ୱେଶ୍ଚନଟା ଅଛି, ସେଇ ଲାଷ୍ଟ ଚାପ୍ଟର ଅଛି ମାନକ ବିଚ୍ୟୁତି ଯୋଉ ଥିଲା ସେଇଟାର କେଉଁଠି ସମ୍ଭାଗ ବିସ୍ତାର 40 ରୁ 44 ର ପ୍ରକୃତ ସୀମାକୁ ସୂଚାଏ ହେଲା, ସେଟା କି ରିଏଲ ଲିମିଟ ଯୋଉ କୁହାଯାଏ ହେଲା। ରିଏଲ ଲିମିଟ ଜାଣିବେ କେମିତି? ଆପଣ ସର୍ଟକଟ କହୁଛି, ମନେ ରଖିବେ 8 ରୁ 0.5 ମାଇନସ କରିଦେବେ, 8 ରୁ 0.5 ମାଇନସ କରିଦେବେ, ସେଇଟା ହବ କଣ ମାନକ ବିଚ୍ୟୁତି। ଯେମିତି କି 40 ରୁ 0.5 ମାଇନସ କଲେ 39.5, ଆଉ 44 ରୁ ସେଇଟା ଆସିକି 8 ହେଇଗଲା ପରେ କେତେ ହେଇଯିବ? ନା 44.5 ହେଲା। ଏଠୁ 0.5 ମାଇନସ ହବ, ଏଠି 0.5 ଏଡ୍ ହବ। ତେଣୁ ସଠିକ ଉତ୍ତର ହେଲା କଣ? ଅପସନ ନମ୍ବର ସି ଟା ହେଲା। ରିଏଲ ଲିମିଟ ଯଦି ପଚାରିଥିବ ସେ ସବୁବେଳେ ପଏଣ୍ଟରେ ପଚାରିଥାଏ ହେଲା। ତେଣୁ 39.5 ରୁ 44.5 ରିଏଲ ଲିମିଟ ହବ। ତେଣୁ ବୁଝିପାରିଲେ? ତେଣୁ ବଢିଆ ବଢିଆ ସବୁ କ୍ୱେଶ୍ଚନ ଦେଇଥିଲା, ତେଣୁ ଏଇଟା ଟିକେ ଦେଖି ଦିଅନ୍ତୁ। ଯିବା ଆଗରେ ଏଗୁଡାକ ଦେଖିଦେଲେ ଟିକେ ଥିଓରି ଯଦି ଆପଣ ଦେଖିଦଉଛନ୍ତି ବା ପ୍ରିଭିୟସ କ୍ୱେଶ୍ଚନ ଦେଖୁଛନ୍ତି ଆରାମସେ କରିପାରିବେ। 15 ରୁ 20ଟା କ୍ୱେଶ୍ଚନ ଆପଣ ଠିକ କରିପାରିବେ, ଆଉ ପ୍ରାକ୍ଟିସ କଲେ ହେଇଯିବ।
ତେଣୁ ଆଶା କରୁଛି ଭିଡିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଛି ତାହେଲେ ଭିଡିଓଟିକୁ ଲାଇକ୍ କରିଦେବେ। ଆଉ ଯଦି ପ୍ରଥମ ଥର ଆମ ଭିଡିଓ ଦେଖୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରି ବେଲ୍ ନୋଟିଫିକେସନଟି ଅଲରେ ସେଟ୍ କରିଦେବେ। ଆଉ ଯଦି ଆପଣଙ୍କୁ ଏ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଗୁଡାକ ଆନ୍ସର କି ଗୁଡାକ ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି, ମୁଁ ଡେସକ୍ରିପସନରେ ମୋ ଟେଲିଗ୍ରାମ ଲିଙ୍କ ଦେଇଦେବି, ସେଠି ଯାଆନ୍ତୁ। ସବୁ ଇୟର ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଗୁଡାକ ସେଠି ଅଛି, ଆନ୍ସର କି ବି ଅଛି, ଆପଣ ସେଠି ପ୍ରାକ୍ଟିସ କରିପାରିବେ। ତେଣୁ ଆଜି ପାଇଁ ରହୁଛି ଏଠି। ନୂଆ ଟପିକରେ ନୂଆ ଭିଡିଓରେ ଦେଖା ହବ। ଧନ୍ୟବାଦ।